ସେଦିନ ଜଣେ ରାଜା ମରିବା ବେଳ ହେଇଗଲା। ମରିବା ସମୟ ଯେତେବେଳେ ହେଲା ଏ ରାଜାଙ୍କର ହଉଛି 4ଟି ସ୍ତ୍ରୀ। 4 ସ୍ତ୍ରୀ ଯେତେବେଳେ ସଭା ସାନ ସ୍ତ୍ରୀ ଟିକେ ଡାକିଲେ, କାହିଁକି ନା ତାକୁ କହିଲେ ଶୁଣୁ ଅଳ୍ପ ଦିନ ପରେ ମୁଁ ମରିଯିବି, ମୁଁ ମରିଲେ ମୋ ସାଙ୍ଗରେ ଯିବୁ। ସେ କହିଲା ତମେ ତ ମରିବ, ମୁଁ କାହିଁକି ସାଙ୍ଗରେ ଯିବି? ସେ ରାଜି ହେଲାନି। ରାଜା ଚାହିଁଲେ କହିଲେ ହେ ଆକୁ ବେଶୀ ମୁଁ ସବୁଠୁ ଭଲ ପାଉଥିଲି, ଇଏ କଣ ଜମା ରାଜି ହଉନି। ତାପରେ 3 ନମ୍ବର ବାଲାକୁ ଡାକିଲେ, କହିଲେ ମୁଁ ମରିଯିବି, ମୋ ସାଙ୍ଗରେ ଯିବୁ? ନା ଜମା ହବନି, ମତେ ସମୟ କାହିଁ। କହିଲେ ହେ 2 ନମ୍ବର ବାଲାକୁ ଡାକିଲେ, କହିଲେ ମୁଁ ମରିଯିବି, ମୋ ବେଳ ହେଲାଣି, ତୁ ମୋ ସାଙ୍ଗରେ ଯିବୁ? ନା ନାଇଁ ନାଇଁ ମୁଁ ଯାଇପାରିବିନି। ବିଚାର କଲେ ରାଜା, କହିଲେ ଆଉ ଗୋଟିଏ ରହିଲା, ଗୋଟିଏ ଯେ ତାକୁ ମୋ ଜୀବନ ଯାକ ମୁଁ ଭଲ ପାଇନି। ତାକୁ ଯଦି ଭଲ ପାଇଥାନ୍ତି ତଳେ ଆଉ 3ଟା ସ୍ତ୍ରୀ ଆଣିଥାନ୍ତି, କାହିଁକି? ତା ସାଙ୍ଗରେ ମୋର ସମ୍ପର୍କ ନାହିଁ, ତାକୁ କାହିଁକି ପଚାରିବି? ସିଏ ବା କୋଉ ଯିବ, ଏମାନଙ୍କୁ ତ ଏତେ ଆଦର କରୁଥିଲି, ଏମାନେ ଭଲ ପାଇଲେନି କି ଗଲେନି, ତାକୁ କାହିଁକି ପଚାରିବି? ତଥାପି ରାଜା ଚିନ୍ତା କଲେ ପଚାରିବା, ଧର୍ମକୁ ଦହି ଦେଇ କାହିଁକି ଭୁଲରେ ପଡିବି? ହାତ ଧରି ବାହା ହେଇଥିଲି, କାଲି ଯିଏ ହେଲେ ମତେ ଭୁଲ ଦବ, ତେଣୁ ଏତେ କଥା କଣ, ସେ ଗଲେ ଯାଉ ନହେଲେ ଟିକେ ପଚାରିଦବା ବୋଲି ମା ପ୍ରଥମ ସ୍ତ୍ରୀ ଟିକେ ଡାକିଲେ। କହିଲେ କାହିଁକି ଡାକୁଛ? ନା ଶୁଣୁ ମୁଁ ମରିବା ବେଳ ହେଲାଣି, ମୁଁ ମରିଯିବି, ମୁଁ ମରିଲେ ତୁ ମୋ ସାଙ୍ଗରେ ଯିବୁ? ନା କେତେବେଳେ ମରିବେ? ଯେତେବେଳେ ମରିବେ ସବୁବେଳେ ମୋ ସାଙ୍ଗରେ ଯିବାକୁ ପ୍ରସ୍ତୁତ। ରାଜା ଆଁ କରି ଚାହିଁଲେ। ରାଜା କହିଲେ ଯାହାକୁ ମୁଁ ଜମା ଭଲ ପାଇନି ସିଏ ମୋ ସାଙ୍ଗରେ ଯିବାକୁ ବାହାରୁଛି, ଆଉ ଯାହାକୁ ବେଶୀ ଭଲ ପାଉଥିଲି ସିଏ କଣ ସାଙ୍ଗରେ ଯାଉଛି? ଆସିବ ମନା କଲେ। ଯୋଉ କାହାଣୀ ପଦକ 4ଟି ସ୍ତ୍ରୀ କିଏ? ସେ ମଣିଷ ବେଶୀ